100 ବର୍ଷ ଧରିକିରି ଗପ ଲେଖିବା, 100 ବର୍ଷ ଧରିକିରି ଗପକୁ ନେଇକିରି ଗୋଟେ ଜୀବନର ନିର୍ମାଣ କରିବା କମ୍ କଥା ନୁହଁ। ଭାରତୀୟ ସାହିତ୍ୟରେ ଏମିତି ଗୋଟେ ବିରଳ ଦୃଶ୍ୟ ଆମେ କେହି ଦେଖିନଥିବେ, ଯୋଉଠି 100 ବର୍ଷର ଜଣେ ଯୁବକ କଥାକାର ଆଜି ବି ସକ୍ରିୟ ହେଇକିରି ଗପ ସମ୍ପର୍କରେ କହୁଥିବେ, ଗାଳ୍ପିକ ମାନଙ୍କ ସହିତ ବସୁଥିବେ। ବହୁତ ବହୁତ ଅଭିନନ୍ଦନ ଅଚ୍ୟୁତାନନ୍ଦ ପତିଙ୍କୁ, ଶତାୟୁ ଅଚ୍ୟୁତାନନ୍ଦ ପତି, 100 ବର୍ଷର ଯୁବକ ଅଚ୍ୟୁତାନନ୍ଦ ପତି, 100 ବର୍ଷର କଥକ ଅଚ୍ୟୁତାନନ୍ଦ ପତି। ବହୁତ କମ୍ ସାହିତ୍ୟିକଙ୍କୁ ଏ ସୁଯୋଗ ମିଳେ ଯୋଉଠି ଆପଣ ଜଣେ ଲିଭିଂ ଲିଜେଣ୍ଡକୁ 100 ବର୍ଷ ଧରିକି ଦେଖିପାରିବେ। ଅଶୁଭ ପୁତ୍ରର କାହାଣୀ ଭଳିଆ ଚମତ୍କାର ଗପ ଲେଖିଥିବା ଅଚ୍ୟୁତାନନ୍ଦ ପତିଙ୍କର ଗପକୁ ନେଇକରି ଆଜି କେତେ ଚର୍ଚ୍ଚା ଆମେ କରୁଛେ। ଅଚ୍ୟୁତାନନ୍ଦ ପତି ସେଲ୍ଫି ନୁହନ୍ତି, ଅଚ୍ୟୁତାନନ୍ଦ ପତି ଫେସବୁକର ଗୋଟେ ପୋଷ୍ଟିଂ ନୁହନ୍ତି। ଅଚ୍ୟୁତାନନ୍ଦ ପତି ହଉଛନ୍ତି ଆମ କଥା ସାହିତ୍ୟର ଗୋଟେ ପରମ୍ପରା। ସେ ପରମ୍ପରାର ବିଶ୍ଳେଷଣ, ସେ ପରମ୍ପରାର ବିବେଚନା, ସେ ପରମ୍ପରାର ବିଚାର ହଉଛି ସବୁଠୁ ବଡ଼ ଆବଶ୍ୟକତା। ଅଚ୍ୟୁତ ବାବୁ ଆଜି ବି ଅଛନ୍ତି, ଆଜି ବି ସକ୍ରିୟ ଅଛନ୍ତି, ଆଜି ବି ସ୍ମୃତି ତାଙ୍କର ତାଜା ଅଛି। ସେଇଟା ବହୁତ ବଡ଼ କଥା। ପୃଥିବୀର ବହୁତ ଲେଖକ ସ୍ମୃତିକୁ ନେଇକରି ଗପ ଲେଖିଛନ୍ତି, କିନ୍ତୁ ଜୀବନର ଶେଷ ମୁହୂର୍ତ୍ତରେ ସେମାନଙ୍କର ସ୍ମୃତି ଚାଲି ଯାଇଛି। ତାର ଗୋଟେ ବଡ଼ ଉଦାହରଣ ହଉଛନ୍ତି ଗାବ୍ରିଏଲ ଗାର୍ସିଆ ମାର୍କୁଏଜ। ଜୀବନ ତମାମ ସ୍ମୃତିକୁ ନେଇକି ଲେଖିଛନ୍ତି, କିନ୍ତୁ ଜୀବନର ଶେଷ ମୁହୂର୍ତ୍ତରେ ଡିମେନ୍ସିଆ ଆସିଲା, ତାଙ୍କର ସବୁ ସ୍ମୃତି ପୋଛି ହେଇଗଲା। ଗୋଟେ ବିରଳ ସୁଯୋଗ, ଗୋଟେ ବିରଳ ସୌଭାଗ୍ୟ ଯେ ଅଚ୍ୟୁତାନନ୍ଦ ପତିଙ୍କର ସ୍ମୃତି ଆଜି ବି ତାଜା ଅଛି। ନିଜର ପ୍ରତ୍ୟେକ ଗପକୁ ଅଚ୍ୟୁତାନନ୍ଦ ପତି ଆଜି ବି ନିଖୁଣ ଭାବରେ କହିପାରନ୍ତି, ମନେ ପକେଇ ପାରନ୍ତି। ମୋର ଆଜି ମନେ ପଡୁଛି ଯେତେବେଳେ ଗାଳ୍ପିକ ଅଖିଳ ମୋହନ ପଟ୍ଟନାୟକଙ୍କର ସମ୍ମାନ ସମାରୋହରେ ଅଚ୍ୟୁତାନନ୍ଦ ପତି ଆସିଥିଲେ। ତାଙ୍କର ଭାଷଣ ଜଣେ ଦାର୍ଶନିକ ଏବଂ କଥାଶିଳ୍ପୀର ଗୋଟେ ଅପୂର୍ବ ମିଶ୍ରଣ ହେଉଛି ଅଚ୍ୟୁତାନନ୍ଦ ପତିଙ୍କର ବ୍ୟକ୍ତିତ୍ୱ। ସେ ବ୍ୟକ୍ତିତ୍ୱର କୌଣସି ପଟାନ୍ତର ନାହିଁ। ଆଉ ଆଜି କେବଳ 100 ବର୍ଷ ବଞ୍ଚିଛନ୍ତି ବୋଲିକରି ତାଙ୍କୁ ଆମେ ଗୋଟେ ସ୍ୱତନ୍ତ୍ର ସମ୍ମାନ ଦଉଛେ ନୁହଁ। 100 ବର୍ଷ ସେ ବଞ୍ଚିଛନ୍ତି, ସେଇଟା ବଡ଼ କଥା, କିନ୍ତୁ 100 ବର୍ଷର ଜୀବନରେ ତାଙ୍କ ଭଳିଆ ଗାଳ୍ପିକ ଯାହାଙ୍କୁ ଆମେ ଯେତିକି ସମ୍ମାନ ଓ ସ୍ୱୀକୃତି ଦେବା କଥା ଦେଇପାରିଲୁ ନାହିଁ, ସେଇଟା ମଧ୍ୟ ଆଜି ଆମକୁ ଚିନ୍ତା କରିବାକୁ ପଡ଼ିବ। ମନେ ରଖନ୍ତୁ, ଗାଳ୍ପିକ ଅଚ୍ୟୁତାନନ୍ଦ ପତିଙ୍କୁ ଆମେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରଟିଏ ଦେଇନୁ ଏପର୍ଯ୍ୟନ୍ତ। ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଗୋଟେ ଫେଲୋ ଭାବରେ ବିବେଚିତ କରିବା କଥା, କାରଣ 100 ବର୍ଷର ଜୀବନ। ତେବେ ସେ ଆହୁରି ଆମ ସହିତ ରୁହନ୍ତୁ। 107 ବର୍ଷ, 110 ବର୍ଷ, ଯେତିକି ଆୟୁ ଅଛି ସେ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ସ୍ମୃତିମୟ ରୁହନ୍ତୁ। ଅଚ୍ୟୁତାନନ୍ଦ ପତିଙ୍କୁ ଜନ୍ମଦିନର ବହୁତ ବହୁତ ଶୁଭେଚ୍ଛା।